ଜୟ ଜଗନ୍ନାଥ। ଜୟ ଜୟ ଜଗନ୍ନାଥ। ଶ୍ରୀକ୍ଷେତ୍ରରେ ଆସି ପହଞ୍ଚି ସାରିଥାନ୍ତି ସନ୍ଥ ତୁଳସୀ ଦାସ ସୁଦୂର ଉତ୍ତର ଭାରତରୁ। ଅନେକ କଷ୍ଟ କରି ଅନେକ ପରିଶ୍ରମ କରି ପାଦରେ ଚାଲି ଚାଲି ଆସି ପହଞ୍ଚି ସାରିଥାନ୍ତି। ଦର୍ଶନ କରିବେ, ବ୍ରହ୍ମ ଦର୍ଶନ କରିବେ, ପରମ ପିତାଙ୍କୁ ଦର୍ଶନ କରିବେ, ଦାରୁ ବ୍ରହ୍ମଙ୍କୁ ଦର୍ଶନ କରିବେ। ମନରେ ଅନେକ ଉତ୍କଣ୍ଠା। ସିଂହଦ୍ୱାରରେ ପହଞ୍ଚିଲା ବେଳକୁ ଦେଖିଲେ ଯେଉଁମାନେ ବ୍ରହ୍ମ ଦର୍ଶନ କରି ଆସୁଛନ୍ତି, ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଛନ୍ତି, ସେମାନେ ସମସ୍ତେ ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ ବୋଲି ଚିତ୍କାର କରୁଛନ୍ତି ଏବଂ ଆଗ୍ରହର ସହିତ ନାଚୁଥାନ୍ତି, ଉଦଣ୍ଡ ନୃତ୍ୟ କରୁଥାନ୍ତି। ସେଇଠି ଭାରି ଖୁସି ହୋଇଗଲେ ସନ୍ଥ ତୁଳସୀ ଦାସ ଏବଂ ପ୍ରବେଶ କଲେ। କିନ୍ତୁ ଗରୁଡ଼ ସ୍ତମ୍ଭ ପଛପଟେ ଥାଇ ଦେଖିଲେ ଏ କ'ଣ ଦେଖୁଛନ୍ତି? ସେ ଯାହାଙ୍କୁ ସେ ଦର୍ଶନ କରିବାକୁ ଆସିଥିଲେ, ଯିଏ ହେଉଛନ୍ତି ପରମ ବ୍ରହ୍ମ ପରମ ପିତା, ସିଏ ତ ଇଏ ନୁହନ୍ତି ସୂର୍ଯ୍ୟବଂଶର ଜାତ ଦଶରଥଙ୍କ ସୁତ, ଇଏ ତ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ନୁହନ୍ତି, ଇଏ ଆଉ କିଏ? ଇଏ ବ୍ରହ୍ମ ହେଇ ନ ପାରନ୍ତି। ଭାରି ମନ ଦୁଃଖ ହେଲା। ଆଉ ଦର୍ଶନ କରିବେ କ'ଣ? ସେଇଠୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ତାଙ୍କ ମଠରେ ଯାଇ ବସିଲେ। ଏବେ ବି ଆପଣ ଶ୍ରୀକ୍ଷେତ୍ରରେ ଦେଖିବେ ତୁଳସୀ ଦାସଙ୍କର ମଠଟି ଅଛି, ତୁଳସୀ ମଠ। ସେଇଠି ମନ ଦୁଃଖରେ ବସିଥାନ୍ତି। ଆଖିରୁ ଧାର ଧାର ଲୁହ ବହୁଥାଏ ଏବଂ କାହିଁକି ଏଇଟା ବଡ଼ ଭୁଲ କଲି, କାହିଁକି ମୁଁ ଆସିଲି ବୋଲି ଚିନ୍ତା କରୁଥାନ୍ତି। ଠିକ୍ ସେତିକି ବେଳେ ବାଳକ ରୂପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆସି ପହଞ୍ଚିଗଲେ। କହିଲେ, ମହାରାଜ ଆପଣ କ'ଣ ଆଜି ଭୋଗ ଲଗାଇବେନି କି? ଆପଣ ପରା ପ୍ରଭୁଙ୍କୁ ପ୍ରସାଦ ଲଗାଇ ସାରିଲା ପରେ ଆପଣ ପ୍ରସାଦ ଗ୍ରହଣ କରନ୍ତି, କାନ୍ଦୁଛନ୍ତି କ'ଣ ବସିକି? କାହିଁକି କାନ୍ଦୁଛନ୍ତି? ସବୁ ସତ କଥା କହିଦେଇଗଲେ ଗୋଟି ଗୋଟି। ଇଏ ବ୍ରହ୍ମ ନୁହନ୍ତି। ଶ୍ରୀକ୍ଷେତ୍ରରେ ଯିଏ ଅଛନ୍ତି ଶ୍ରୀ ଜଗନ୍ନାଥ ବୋଲି ଯାହାକୁ କୁହାଯାଉଛି, ସେ ବ୍ରହ୍ମ ନୁହନ୍ତି। ସିଏ ମୋର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ନୁହନ୍ତି। ମୁଁ ବଡ଼ ଭୁଲ କରିଦେଲି ବାଳକ ଏଠିକି ଆସିକି। ସେଇଠି ହସିଲେ। ବାଳକ କହିଲେ, ମହାରାଜ ଦାସେ, ଆପଣ ଲେଖିଥିବା ଲେଖାକୁ ଆପଣ ଯଦି ଭୁଲିଯିବେ ତାହେଲେ କ'ଣ ମୋତେ ମନେ ପକାଇ ଦେବାକୁ ପଡ଼ିବ? ସେଇଠି ତୁଳସୀ ଦାସ କହିଲେ, କ'ଣ ମୁଁ ଲେଖିଛି? ମନେ ପକାନ୍ତୁ। ଆପଣ ନିଜେ ଲେଖିଛନ୍ତି, ଖୁବ୍ ସୁନ୍ଦର ଭାବେ ଲେଖିଛନ୍ତି। ଯେଉଁ ଲେଖାକୁ ଆପଣଙ୍କୁ ମନେ ପକାଇ ଦେଉଛି ଆପଣ ଶୁଣନ୍ତୁ, ଆପଣ ଜାଣିପାରିବେ ଯେଉଁ ଜଗନ୍ନାଥଙ୍କୁ ଆପଣ ଦର୍ଶନ କରିବାକୁ ଯାଇଥିଲେ ସିଏ ବ୍ରହ୍ମ ନା ବ୍ରହ୍ମ ନୁହନ୍ତି। କ'ଣ ଲେଖିଛନ୍ତି ଆପଣ ଚଉପାଇରେ? ବିନୁ ପଦ ଚଲଇ ସୁନଇ ବିନୁ କାନା, କର ବିନୁ କରଇ କରମ ବିଧି ନାନା, ଆନନ ରହିତ ସକଲ ରସ ଭୋଗୀ, ବିନୁ ବାନୀ ବକତା କରମ ବଡ଼ ଯୋଗୀ। ଏ କଥା କ'ଣ ଆପଣ ଲେଖିନାହାନ୍ତି? ଖାଲି ସେତିକି ନୁହେଁ, ଆହୁରି ଲେଖିଛନ୍ତି ଶୁଣନ୍ତୁ। ତନ ବିନୁ ପରଶ ନୟନ ବିନୁ ଦେଖା, ଗ୍ରାହଇ ଘାନ ବିନୁ ବାସ ଅଶେଷା। ଆପଣ ପରା ନିଜେ ଲେଖିଛନ୍ତି। ତାର ପାଦ ନାହିଁ ସିଏ ଆସେ, ତାର ହାତ ନାହିଁ ସିଏ ଦିଏ, ସବୁ କାମ ସିଏ କରେ ଏବଂ ବିବିଧ କାମ ସିଏ କରେ। ଖାଲି ସେତିକି ନୁହଁ, ସିଏ ଆନନ୍ଦ ନିଏ, ସିଏ ରସ ନିଏ, ତାର ପାଟି ନାହିଁ। ସିଏ ଦେଖେ, ତାର ଚକ୍ଷୁ ନାହିଁ। ସିଏ ଶୁଣେ, ତାର କର୍ଣ୍ଣ ନାହିଁ। ଏକଥା କିଏ ଲେଖିଛି? ସେଇଠି ସନ୍ଥ ତୁଳସୀ ଦାସ ଚମକି ପଡ଼ିଲେ। ଆରେ ଏଡ଼େ ବଡ଼ ଭୁଲଟାଏ ମୁଁ କରିଦେଲି। ବ୍ରହ୍ମକୁ ଦର୍ଶନ କରି ମାୟାରେ ପଡ଼ିଗଲି, ଆଉ ଦର୍ଶନ କରିନାହିଁ ବୋଲି କହିଲି। ତ୍ରାହିମାମ ଜଗନ୍ନାଥ ତ୍ରାହିମାମ ବୋଲି ଚିତ୍କାର କରି ହାତ ଦୁଇଟି ଉପରକୁ ଉଠାଇ ଦେଲା ବେଳକୁ ବାଳକ ଆଉ ପାଖରେ ନାହାନ୍ତି। ଇଏ ହେଉଛନ୍ତି ମୋ ଜଗନ୍ନାଥ। ସମସ୍ତେ ତାଙ୍କରି ପାଖରେ ନତମସ୍ତକ। ଯିଏ ଆସିଛି ସିଏ ସେଠି ବ୍ରହ୍ମ ଦର୍ଶନ କରିଛି। ସନ୍ଥ ତୁଳସୀ ଦାସ, ଗଣପତି ଭଟ୍ଟ, ସୁଦୂର କବିର, ସନ୍ଥ କବିର ଏବଂ ଆମର କବି ଭୀମ ଭୋଇ ସମସ୍ତେ ଦର୍ଶନ କରିଛନ୍ତି ବ୍ରହ୍ମ ଦର୍ଶନ ଏବଂ ସମସ୍ତେ ପ୍ରାପ୍ତ ହୋଇଛନ୍ତି। ଆଉ ସମସ୍ତେ କହିଛନ୍ତି ଇଏ ହେଉଛନ୍ତି ଅଦେଖା ଠାକୁର, ସବୁ ଦେଖେ, ଅକୁହା ଠାକୁର, ସବୁ କୁହେ, ଅଜଣା ଠାକୁର, ସବୁ ଜାଣେ ଏବଂ ଯେଉଁଠି ଡାକିଲେ ସେଇଠି ଠିଆ ହୁଏ, ଆଉ ଡାକିଦେଲେ ଓ କରିଦିଏ। ଇଏ ହେଉଛି ମୋ ଠାକୁର। ଜୟ ଜଗନ୍ନାଥ।